ଜଙ୍ଗଲକୁ ପଶିଲା ପିଶାଚିନୀ। ହଠାତ୍ ଦିନେ ସେ ଜଙ୍ଗଲକୁ ଦୁଇଟି ପିଶାଚି ଆସିଲେ। ରାତିରେ ଯୋଉ ଚଢ଼େଇ ଘରୁ ବାହାରୁଥିଲା ସେମାନେ ତାକୁ ମାରି ଖାଇ ଦଉଥିଲେ। ସେଥିପାଇଁ ଚଢ଼େଇମାନେ ଭୟରେ ଘରୁ ବାହାରୁ ନଥିଲେ। ଏମିତି ଗୋଟେ ଦିନ ଏକ ମୟୂର ଘରକୁ ଫେରୁଥିଲା। ଫେରୁ ଫେରୁ ଅନେକ ରାତି ହେଇଗଲା। ମୟୂରକୁ ଦେଖି ଦୁଇ ପିଶାଚି ତା ପାଖକୁ ଆସିଲେ। ଦିଦି, ଏତେ ଦିନ ପରେ ଆଜି ମୟୂର ମାଂସ ଖାଇବାକୁ ମିଳିବ। ମତେ ଭାରି ଭୋକ ଲାଗିଲାଣି ଦିଦି, ମୁଁ ଆଗ ଏଇ ମୟୂରକୁ ଖାଏ। ଏଇ ଚୁପ କର, ତୁ କଣ ଜାଣିନୁ ବଡ଼ ଭଉଣୀ ଆଗ ଖାଏ, ତାପରେ ଛୋଟ ଭଉଣୀ ଖାଏ। ମୁଁ ଆଗ ଏଇ ମୟୂରକୁ ଖାଏ, ତାପରେ ତୁ ଖାଇବୁ। ଦୁଇ ପିଶାଚୀଙ୍କ ଝଗଡ଼ା ଶୁଣି ମୟୂର ମୁଣ୍ଡରେ ବୁଦ୍ଧି ପଶିଲା। ସେ କହିଲା, ହଁ ଠିକ କଥା, ତୁମେ ବଡ଼ ବୋଲି କଣ ସବୁ କିଛି ଆଗ ଖାଇବ? ଆଜି ଆଗ ତୁମ ସାନ ଭଉଣୀ ମତେ ଖାଆନ୍ତୁ, ତାପରେ ତୁମେ ଖାଇବ। ଏ ମୟୂରଟା ଠିକ କହିଛି ଦିଦି, ଆଜି ମୁଁ ଆଗ ଏ ମୟୂରକୁ ଖାଇବି। ସବୁଦିନ ତୁ ଆଗ ଚଢ଼େଇମାନଙ୍କୁ ଖାଉ, ଆଜି ମତେ ଖାଇବାକୁ ଦେ। ନା, ମୁଁ ବଡ଼, ସବୁଥିରେ ମୋର ବେଶୀ ଅଧିକାର ଅଛି। ମୁଁ ତ ଅଇଁଠା ଖାଇବିନି, ମୁଁ ଆଗ ଏ ମୟୂରକୁ ଖାଇବି। ମୁଁ ବି ତ ଅଇଁଠା ଖାଇବିନି, ମୁଁ ଆଜି ଆଗ ଏ ମୟୂରକୁ ଖାଇବି। ଦୁଇ ପିଶାଚୀ ରାଗି ଯାଇ ନିଜ ଭିତରେ ଲଢ଼େଇ କଲେ। ସେଇ ଲଢ଼େଇରେ ଦୁଇ ଜଣ ହିଁ ମରିଗଲେ। ମୟୂର ନିଜ ଜୀବନ ବଞ୍ଚେଇ ଘରକୁ ଦେଖୁଥିବା ଲୋକମାନେ ମୟୂରର ଚାଲାକି କେମିତି ଲାଗିଲା? ଭିଡ଼ିଓକୁ ଗୋଟିଏ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ କୁହନ୍ତୁ।